ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ଅହମ୍ମଦାବାଦ ମୃତକଙ୍କ ପାଇଁ ଶୋକସଭା। ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ପୂର୍ବତନ ସଭାପତି ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାସଙ୍କୁ ତୃତୀୟ ଶ୍ରାଦ୍ଧବାର୍ଷିକ ଅବସରରେ 12 ତାରିଖ ସନ୍ଧ୍ୟା 6 ଘଣ୍ଟା ସମୟରେ ସିଦ୍ଧାର୍ଥନଗର ମୁଖ୍ୟ ରାସ୍ତାସ୍ଥିତ ହିମାନି ସେଲିବ୍ରେସନ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ସଭାପତି ଡାକ୍ତର ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ତାଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉପସ୍ଥିତ ସଦସ୍ୟ ଓ ବୁଦ୍ଧିଜୀବୀମାନେ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରି ତାଙ୍କ ବ୍ୟକ୍ତିତ୍ୱର ମହାନୀୟତା ବିଷୟରେ ଆଲୋକପାତ କରିଥିଲେ। ପରେ ପରେ ଅହମ୍ମଦାବାଦ ଉଡ଼ାଜାହାଜ ଦୁର୍ଘଟଣାରେ ଶହୀଦଙ୍କ ଆତ୍ମାର ସଦ୍ଗତି ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ 3 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 2 ଉପସଭାପତି ମହେନ୍ଦ୍ରନାଥ ସାହୁ ଓ ହରମୋହନ ପାଣିଗ୍ରାହୀ, ସମ୍ପାଦକ ମହମ୍ମଦ ଆସଲମ, ସର୍ବଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀ, ପାର୍ବତୀ ପ୍ରସାଦ ପାଢ଼ୀ, ସୁଶାନ୍ତ ସାବତ, ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ସୁବ୍ରତ କୁମାର ପୂଜାରୀ, ସୁନୀଲ କୁମାର ସାହୁ, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଧର୍ମରାଓ, ମାନସ ରଞ୍ଜନ ପାତ୍ର, ସନ୍ତୋଷ କୁମାର ରେଡ୍ଡି, ଅମରେନ୍ଦ୍ର ସାହୁ ଏବଂ ଟୁକୁନା ଦାସଙ୍କ ସମେତ ବହୁ ସଦସ୍ୟ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।